ଅତୁଟ ବନ୍ଧନ ଧାରାବାହିକରେ ଆପଣମାନେ ଦେଖିବେ ଗୁଣ୍ଡା କହିବେ ଇଏ ସେଇ ଅପରାଧୀ, ଗୁଣ୍ଡା କହିବେ ଇଏ ହେଉଛି ସେଇ ୱାଣ୍ଟେଡ୍ ଅପରାଧୀ ଯିଏ ମୋ ଭାଇକୁ ମାରିଦେଇଛି। ୟାକୁ ଆପଣ ଶୀଘ୍ର ଆରେଷ୍ଟ କରନ୍ତୁ, ନହେଲେ ଏମିତି ଅପରାଧୀ ହାତରୁ ଖସିଯିବ। ତ୍ରିନାଲି ଭାବିବେ ମୁଁ ଏବେ କ'ଣ କରିବି, ଏବେ ଏମାନଙ୍କ କବଳରୁ କେମିତି ମୁକୁଳିବେ? ମୋତେ ଯେମିତି ବି ହଉ ମୁକୁଳିବାକୁ ପଡ଼ିବ, ନହେଲେ ମୁଁ ସେ ଝିଅମାନଙ୍କୁ ସେଭ୍ କରିପାରିବିନି। ଏପଟେ ସେ ତେଜସ୍କୁ କହିବେ ତମେ ଏଠିକି କାହିଁକି ଆସୁଥିଲ? ତମେ ଏଠିକି ଆସିକି ମୋ ପ୍ରୋବ୍ଲେମକୁ ଆହୁରି ବଢ଼େଇ ଦେଇଛ। ମୁଁ ଭଲ ଭାବରେ ଜାଣିଛି ତମେ ହିଁ ଏମାନଙ୍କୁ ଏଠିକି ନେଇକି ଆସିଛ। ତେଜସ୍ କହିବେ ତ୍ରିନାଲି ତମେ କ'ଣ କହୁଛ? ମୁଁ ତ ବସ୍ ତମକୁ ଖୋଜିକି ଏଠି ଆସି ପହଞ୍ଚିଛି, ଆଉ ତମ ସହିତ ଏଠି ଦେଖା ହେଇଗଲା। ମୁଁ ଏମିତି କାହିଁକି କରିବି? ତ୍ରିନାଲି ଭାବିବେ ତେଜସ୍ ଆରେ ମୁଁ ତମକୁ ଇସାରା ଦେଉଛି, ହେଲେ ତମେ ବୁଝିପାରୁନ କାହିଁକି? ଏହାପରେ ସେ ତେଜସ୍କୁ ଇସାରା ଦେବେ, ଆଉ ତେଜସ୍ ଭାବିବେ ତ୍ରିନାଲି ମୋତେ ବୋଧେ ଏବେ ଏମିତି କିଛି ପ୍ଲାନ୍ରେ ସାମିଲ ହେବାକୁ କହୁଛନ୍ତି। ଠିକ୍ ଅଛି ତ୍ରିନାଲି, ତମେ ଯେମିତି କହିବ ମୁଁ ସେମିତି କରିବି। ମୁଁ ତମକୁ ସବୁ କାମରେ ପୁରା ସପୋର୍ଟ କରିବି। ଏହାପରେ ସେ ଗୁଣ୍ଡା ତାଙ୍କୁ ଧରି ନେବେ ଆଉ କହିବେ ଏଠି ଯେତେ ସବୁ ଝିଅ ଅଛନ୍ତି ସେ ସମସ୍ତଙ୍କୁ ନେଇକି ଆସ, ସେମାନେ ଆଣିକି ୟାଙ୍କୁ ଏଇଠି ରଖିଛନ୍ତି। ଏହାପରେ ସେ ସବୁ ଝିଅମାନଙ୍କୁ ଆଉ ତ୍ରିନାଲିକୁ ନେଇ ବାହାରକୁ ଆସିବେ, ଆଉ ତେଜସ୍ ଜାଣିଶୁଣି ସେଠି ନିଆଁ ଲଗେଇଦେବେ। ଆଉ ତ୍ରିନାଲି ଭାବିବେ ତେଜସ୍ ମୁଁ ଘର ଛାଡ଼ିକି ଆସିବା ପରେ ତମେ ମୋତେ ଖୋଜିକି ଏଠି ଆସି ପହଞ୍ଚିଲ, ଆଉ ମୋତେ ସପୋର୍ଟ କଲ। ୟାଠୁ ବଡ଼ ଖୁସିର କଥା ମୋ ପାଇଁ ଆଉ କ'ଣ ହେଇପାରେ? ଥ୍ୟାଙ୍କ ୟୁ ତେଜସ୍, ତମେ ଆଜି ପୁଣି ଥରେ ମୋତେ ବଞ୍ଚେଇ ଦେଇଛ। ଏହାପରେ ତ୍ରିନାଲି ସେଠାରୁ ଚାଲିଯିବେ, ଆଉ ସେ ଝିଅମାନଙ୍କୁ ବି ସେଠାରୁ ନେଇ ଆସିବେ। ଏପଟେ ତେଜସ୍ ଧୂଆଁ ଆଣି ସେଠି ସ୍ପ୍ରେ କରିବେ, ଆଉ ପୋଲିସ କହିବେ ଆରେ ଆମକୁ କିଛି ଦେଖାଯାଉନି, ସେ ଝିଅମାନେ ଏଇଠି ଥିଲେ ହେଲେ କୁଆଡ଼େ ଚାଲିଗଲେ। ଏହାପରେ ସେମାନେ ସେଠାରୁ ଚାଲିଯିବେ। ଏପଟେ ତେଜସ୍ ଘରକୁ ଫେରି ଆସିବେ, ଆଉ ଭବାନୀ ନ୍ୟୁଜ୍ରେ ସେ ସବୁ ଘଟଣା ଦେଖିପାରିବେ। ଭବାନୀ ଭାବିବେ ଏସବୁ କ'ଣ ହେଉଛି? ତା ମାନେ ତେଜସ୍ କ'ଣ ସବୁ ସତ କଥା ଜାଣିଯାଇଛି? ସେ କହିବେ ତେଜସ୍ ମୁଁ ଏସବୁ କ'ଣ ଦେଖୁଛି? ଆରେ ତୁ ଶେଷରେ ଗୋଟେ ୱାଣ୍ଟେଡ୍ କ୍ରିମିନାଲକୁ ଫେରାର ହେବାରେ ସପୋର୍ଟ କରୁଛୁ, ତୋତେ ଟିକେ ବି ଖରାପ ଲାଗୁନି? ସେ ଝିଅ ପାଇଁ ତୋ ମନରେ ଏବେ ବି କ'ଣ ଭଲ ପାଇବା ଅଛି? ଆରେ ଏତେ ସବୁ ହେଲା ପରେ ବି ତୁ କ'ଣ ସେ ଝିଅର ଅସଲ ଚେହେରା ଦେଖିପାରୁନୁ? ତେଜସ୍ କହିବେ ମା ପ୍ରକୃତରେ ଯେଉଁଟା ସତ ମୁଁ ସେଇଟା ଦେଖି ସାରିଛି, ଏବେ ମୋତେ ଆଉ କିଛି ବି ଜାଣିବାର ନାହିଁ। ତା ଛଡ଼ା ଆମେ ଯେଉଁଟା ଦେଖିପାରୁ ସେଇଟା ଯେ ସତ ହେଇଥିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ଭବାନୀ କହିବେ ଚୁପ୍ କର, ସେ ଝିଅ ବିରୁଦ୍ଧରେ ତତେ ଯାହା ବି କିଛି କହିଲେ ତୁ ବୁଝିବୁନି। ଆରେ ସେ ଝିଅ ତତେ ପାଗଳ କରିଦେଇଛି, ସେ ଝିଅ ମୋ ପରିବାରକୁ ନଷ୍ଟ କରିଦେଲା, ମୋ ପରିବାରରେ ଅଶାନ୍ତି ସୃଷ୍ଟି କଲା, ଆଉ ତତେ ସେ ତା ଜାଲରେ ଫସେଇ ଦେଇଛି। ତୁ ସତ ଦେଖିବାକୁ ହିଁ ଚାହୁଁନୁ, ଆଉ ସେଥିପାଇଁ ସେ ତତେ ଯାହା ବି କହୁଛି ତୁ ତାକୁ ମାନି ନେଉଛୁ। ହେଲେ ଗୋଟେ କଥା ମନେ ରଖ ତେଜସ୍, ସେ ଝିଅ ହେଉଛି ଗୋଟେ ମାୟାବିନୀ, ଏକଥା ତୁ କେବେ ବୁଝିବୁ? ତେଜସ୍ କହିବେ ନାଇଁ ମା, ମୁଁ ଭଲ ଭାବରେ ଜାଣିଛି ତ୍ରିନାଲି କ'ଣ। ଭବାନୀ କହିବେ ଆଉ ତୁ ତାକୁ ଦେଖି ବି ସାରିଛୁ ସେ ପ୍ରକୃତରେ କ'ଣ, ତାପରେ ବି ତୁ ବୁଝିବାକୁ ଚେଷ୍ଟା କରୁନୁ। ସେ ସବୁ କିଛିକୁ ବର୍ବାଦ କରିବାକୁ ଚାହୁଁଛି। ତୁ କ'ଣ ତାକୁ ଏବେ ବି ସପୋର୍ଟ କରିବୁ, ତାକୁ ଏବେ ବି ସାହାଯ୍ୟ କରିବୁ? ତେଜସ୍ କହିବେ ହଁ ମୁଁ ତାଙ୍କୁ ସାହାଯ୍ୟ କରିବି, କାହିଁକି ନା ତ୍ରିନାଲି ଭୁଲ କରିପାରିବେନି, ଏକଥା ମୁଁ ଜାଣିଛି। ଆଉ ସେ ସେମିତିକା ଭୁଲ ବି କରିନାହାନ୍ତି ଯେଉଁଥିପାଇଁ ମୁଁ ତାଙ୍କ ସାଥ ଛାଡ଼ିଦେବି। ଭବାନୀ କହିବେ ସେ ଗୋଟେ ଲୋକର ମର୍ଡର କରିଛି, ଆଉ ଗୋଟେ ୱାଣ୍ଟେଡ୍ କ୍ରିମିନାଲକୁ ତୁ ଖସେଇବାକୁ ଚାହୁଁଛୁ, ତାକୁ ସପୋର୍ଟ କରିବାକୁ ଚାହୁଁଛୁ। ଆଉ ଯଦି ସେ କିଛି ବି ଭୁଲ କରିନି ତାହେଲେ ପୋଲିସ କବଳରୁ ଖସିଯିବାକୁ କାହିଁକି ଚେଷ୍ଟା କରୁଛି? ତେଜସ୍ କହିବେ ବେଳେବେଳେ ପରିସ୍ଥିତି ଆମକୁ ପଳେଇ ଯିବାକୁ ବାଧ୍ୟ କରେ, ସେମିତି ବି ତ୍ରିନାଲିଙ୍କର ପରିସ୍ଥିତି ହେଇଥିବ, ହେଲେ ଏଥର ମୁଁ ଅଟକେଇବିନି। ଏପଟେ ଭବାନୀ ଭାବିବେ ମୁଁ ଏବେ କ'ଣ କରିବି, ତେଜସ୍କୁ କେମିତି ଅଟକେଇବି? ତେଜସ୍ ଯଦି ସତରେ ସେ ତ୍ରିନାଲିକୁ ସାହାଯ୍ୟ କରିବାକୁ ଚାଲିଯାଏ ତାହେଲେ? ଏପଟେ ତେଜସ୍କୁ ଡକ୍ଟର ଶୀତଲ ତାଙ୍କ ସିକ୍ରେଟ୍ ମିସନରେ ସାମିଲ କରିବାକୁ ମେସେଜ କରି ଡାକିବେ, ଆଉ ତେଜସ୍ ସେଠାରୁ ବାହାରି ଆସିବେ। ଏପଟେ ଦିଆ କହିବେ ତେଜସ୍ ମୋତେ କେଉଁ ସତ ଲୁଚାଇବାକୁ ଚେଷ୍ଟା କରୁଛନ୍ତି, ମୋତେ ୟାଙ୍କ ସାଙ୍ଗରେ ଯିବାକୁ ପଡ଼ିବ, ଆଉ ସତଟା କ'ଣ ଜାଣିବାକୁ ପଡ଼ିବ। ଏହାପରେ ସେ ଭବାନୀଙ୍କୁ ଆସି ଏ ବିଷୟରେ ଜଣାଇବେ, ଆଉ ଭବାନୀ କହିବେ ତା ମାନେ କ'ଣ ତେଜସ୍ ସେ ତ୍ରିନାଲି ପାଖକୁ ଦେଖା କରିବାକୁ ଯାଉଛି? ନାଇଁ ନାଇଁ, ତା ପାଖକୁ ଗଲେ ତ ବହୁତ ବଡ଼ ଅସୁବିଧା ହେଇଯିବ, ମୋତେ କିଛି ଗୋଟେ କରି ତାକୁ ଅଟକାଇବାକୁ ପଡ଼ିବ।
ପଡ଼ିବା। ଏହାପରେ ଭବାନୀ ଜାଣିଶୁଣି ସିଡ଼ିରେ ପଡ଼ିବାର ନାଟକ କରିବେ ଆଉ ତେଜସ୍ ଆସି ତାଙ୍କୁ ଉଠେଇବେ। ଭବାନୀ କହିବେ, ତେଜସ୍ ମୋ ଗୋଡ଼ଟା ଫ୍ରାକ୍ଚର ହେଇଯାଇଛି ବୋଧେ, ମୋତେ ବହୁତ କଷ୍ଟ ହେଉଛି, ତୁ ମୋତେ ଛାଡ଼ିକି କୁଆଡ଼େ ବି ଯାଆନି। ତେଜସ୍ କହିବେ, ମା ତମେ ବ୍ୟସ୍ତ ହୁଅନି, ମୁଁ ଡକ୍ଟରଙ୍କୁ ଫୋନ୍ କରିଦେଇଛି, ସେଟା ମୋ ଟ୍ରିଟମେଣ୍ଟ କରିଦେବେ। ଏବେ ମୋତେ ଅଫିସରେ ବହୁତ ଜରୁରୀ କାମ ଅଛି, ମୋତେ ଯିବାକୁ ପଡ଼ିବ। ଏପଟେ ତେଜସ୍ ଛଦ୍ମବେଶ ନେବେ ଆଉ ସେ ଝିଅମାନଙ୍କୁ ମୁକୁଳାଇବା ପାଇଁ ସେ ସେଠିକି ଯିବାକୁ ବାହାରିବେ। ତ୍ରିନାଲି କହିବେ, ତେଜସ୍ ଟିକେ ସମ୍ଭାଳିକି, ସେ ଜାଗା ବହୁତ ଡେଞ୍ଜରିୟସ୍, ତମେ ନିଜର ଧ୍ୟାନ ରଖିବ। ତେଜସ୍ କହିବେ, ତମେ ବ୍ୟସ୍ତ ହୁଅନି ତ୍ରିନାଲି, ମୁଁ ମୋ ଧ୍ୟାନ ନିଶ୍ଚୟ ରଖିବି ଆଉ ସେଠିକି ଯାଇ ପ୍ରମାଣ ବି ଆଣିବି ଆଉ ସେ ଝିଅମାନଙ୍କୁ ବି ସେଠୁ ମୁକୁଳେଇବି। ତ୍ରିନାଲି କହିବେ, ହେଲେ ମନେ ରଖ ଏଇଟା କୋଉ ଫିଲ୍ମ ନୁହଁ। ଯଦି ଡନ୍କୁ ସନ୍ଦେହ ହେଇଯାଏ ତାହେଲେ ସେ ତମକୁ କେବେ ବି ଛାଡ଼ିବନି। ତେଜସ୍ କହିବେ, ତ୍ରିନାଲି ନିଜ ଜୀବନକୁ ବାଜି ଲଗେଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ତମ ଅଭ୍ୟାସ ନା, ତାହେଲେ ତମକୁ ମୁଁ ସାହାଯ୍ୟ କରିବିନି କେମିତି? ମୁଁ ତମର ସ୍ୱାମୀ ଆଉ ମୁଁ ତମର ସବୁ କାମରେ ସାଥ ଦେବି। ଏପଟେ ଦିଆ ଭିଡ଼ିଓ କରିକି ଡନ୍ ପାଖକୁ ପଠେଇବେ ଆଉ ଡନ୍ କହିବେ, ତେଜସ୍ ସାହୁ ଇଏ ନିଜକୁ ବହୁତ ଚାଲାକ ବୋଲି ଭାବୁଛି, ବେଶ ବଦଳାଇ ଆସୁଛି, ହେଲେ ତମମାନଙ୍କୁ କ'ଣ ଲାଗୁଛି ଇଏ ମୋତେ ଧରିପାରିବ? କେବେ ବି ନୁହଁ। ନିଜେ ଆଜି ମୋ ପାଖକୁ ଇଏ ଆସିବ, ପୁରା ସେଟଅପ୍ଟାକୁ ଚେଞ୍ଜ କରିଦିଅ।